যদি ଆପଣ ଭଗବତ ଗୀତା ପଢ଼ିନାହାନ୍ତି କିମ୍ବା ମହାଭାରତ ଦେଖିନାହାନ୍ତି ତେବେ କୌଣସି କଥା ନାହିଁ, କାରଣ ଆଜିର ଭିଡ଼ିଓ ମାଧ୍ୟମରେ ଆମେ ଭଗବତ ଗୀତା ଓ ମହାଭାରତରୁ ଆମକୁ ମିଳୁଥିବା ଏପରି 5ଟି ମହାନ ଶିକ୍ଷା ସମ୍ବନ୍ଧରେ ଜାଣିବା ଯାହା ଆମ ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେବ। ପଞ୍ଚମରେ, ଖରାପ ଲୋକଙ୍କ ସହ ମିଶିବା। ହୁଏତ ଆପଣ କୌଣସି ଖରାପ କାର୍ଯ୍ୟ ନ କରିଥାନ୍ତୁ, କିନ୍ତୁ ଯଦି ଆପଣ ଖରାପ ଲୋକଙ୍କ ସଙ୍ଗତରେ ରହୁଛନ୍ତି ତେବେ ଆପଣଙ୍କର ବି ପତନ ସେହିପରି ହେବ ଯେପରି ପିତାମହ ଭୀଷ୍ମଙ୍କର ହୋଇଥିଲା। ଚତୁର୍ଥରେ, ଜୀବନରେ ଠିକ୍ ଗୁରୁଙ୍କୁ ଚିହ୍ନିବା। ଆମେ ସମସ୍ତେ ଜାଣିଛେ କି ଅର୍ଜୁନ ବହୁତ ଜ୍ଞାନୀ ଥିଲେ ବୋଲି, କିନ୍ତୁ ତାଙ୍କ ସହ ଯଦି ଭଗବାନ ଶ୍ରୀ କୃଷ୍ଣଙ୍କ ପରି ଜଣେ ଗୁରୁ ନଥାନ୍ତେ ତେବେ ସେ ମହାଭାରତ ଯୁଦ୍ଧକୁ କେବେ ବି ଜିତି ନଥାନ୍ତେ। ତୃତୀୟରେ, ଆମର ଅହଙ୍କାର, ଯାହା ଆମ ଜୀବନରେ ସବୁ କିଛି ବର୍ବାଦ କରିଦେଇଥାଏ, ଯେପରି ଦୁର୍ଯ୍ୟୋଧନଙ୍କ ସହ ହୋଇଥିଲା, କାରଣ ଦୁର୍ଯ୍ୟୋଧନଙ୍କର ଅହଙ୍କାର ପାଇଁ ତାଙ୍କର ସମ୍ପୂର୍ଣ୍ଣ କୌରବ ବଂଶର ବିନାଶ ହୋଇଥିଲା। ଦ୍ୱିତୀୟରେ, ରାଗ ଓ କ୍ରୋଧରେ କୌଣସି ନିଷ୍ପତ୍ତି ନେବା। ଯେବେ ଦ୍ରୌପଦୀ ମଜାରେ ଦୁର୍ଯ୍ୟୋଧନକୁ ଏହା କହିଥିଲେ କି ଅନ୍ଧଙ୍କ ପୁତ୍ର ଏକ ଅନ୍ଧ ବୋଲି, ସେବେ ଦୁର୍ଯ୍ୟୋଧନ କ୍ରୋଧରେ ଯେଉଁ ନିଷ୍ପତ୍ତି ନେଇଥିଲେ ଯାହାର ଫଳ ପର ମୁହୂର୍ତ୍ତରେ ଉଭୟ କୌରବ ଓ ପାଣ୍ଡବଙ୍କୁ ଭୋଗିବାକୁ ପଡ଼ିଥିଲା। ପ୍ରଥମରେ କିଏ ଜାଣିବା ପୂର୍ବରୁ ଯଦି ଆପଣଙ୍କୁ ଆମର ଭିଡ଼ିଓ ଭଲ ଲାଗୁଥାଏ ତ ଭିଡ଼ିଓକୁ ଲାଇକ୍ କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ବିଲକୁଲ ଭୁଲିବେନି। ଏବଂ ପ୍ରଥମରେ, ପ୍ରକୃତ ମିତ୍ରର ମହତ୍ତ୍ୱ। ଆପଣଙ୍କ ଜୀବନରେ କମ୍ ମିତ୍ର ହୁଅନ୍ତୁ ପଛେ, କିନ୍ତୁ ପ୍ରକୃତ ମିତ୍ର ହୋଇଥିବା ଦରକାର, କାରଣ ପାଣ୍ଡବଙ୍କର ମଧ୍ୟ ବହୁତ କମ୍ ମିତ୍ର ଥିଲେ, କିନ୍ତୁ ସମସ୍ତେ ବିଶ୍ୱସ୍ତ ଓ ବିପଦ ସମୟରେ ମିତ୍ର ଥିଲେ। କିନ୍ତୁ କୌରବଙ୍କର ବହୁ ମିତ୍ର ଥିଲେ, କିନ୍ତୁ ସମସ୍ତେ ଲୋଭୀ ଏବଂ ଛଳନା ପ୍ରବୃତ୍ତିର। ତେବେ ଆପଣଙ୍କୁ କୋଉପରି ମିତ୍ର ଦରକାର କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ରହୁଛି, ଜୟ ଜଗନ୍ନାଥ।